ସବୁବେଳେ ମୋ ଝିଅର କେବଳ ପାପା ପାପା ପାପା, କେବଳ କାନ୍ଦିଲା ବେଳେ ହିଁ ମାମା ମାମା ଡାକିବ। ଦେଖ କେମିତି ଏକା ବସି ସେଠି ଖେଳୁଛି, ସେଟା ଅନେଇକି ପୁଣି ଆସିବ ବୋଲି ହଉଛି। ଗୋଡ ହାତ ସାରା ଖାଲି ଧୂଳି କରିଦିଏ। ତାପରେ ତାକୁ ଗାଧୁଆ ପାଧୁଆ କରି ପରିଷ୍କାର କରି ଭାବିଲି ଟିକେ କଳା ଲଗେଇଦେବି ଡ୍ରେସ ପିନ୍ଧି। ସତ କଥା କହିବି ମୋ ଝିଅ କେବେ ବି ମତେ ହଇରାଣ କରେନି, ନା ଗାଧେଇଲା ବେଳେ, ନା ତେଲ ଲଗେଇଲା ବେଳେ, ନା କଳା ଲଗେଇଲା ବେଳେ। ସେ ସବୁବେଳେ ଶାନ୍ତ ପିଲା ହେଇକି ମତେ ଦେଖିଦିଏ। ଭଗବାନଙ୍କର ବୋଧେ ଗୋଟେ ବ୍ଲେସିଂ ମୋ ଉପରେ। ମୋ ଝିଅ କେବେ ବି ଏମିତି ଦୁଷ୍ଟାମି କରିନି, ନଖରାମି କରିନି ମୋ ସାଥିରେ, କି ମତେ କେବେ ହଇରାଣ କରିନି। ରାତିରେ ଏତେ ବି ଅନିଦ୍ରା କରିନି। ହଁ ମୁଁ ରାତି ଅନିଦ୍ରା ହେଇଛି ସତ କାଫି, କିନ୍ତୁ ଏତେ ବି ହେଇନି। ମା ହିସାବରେ ମୋ ଜୀବନର ପରମ ଲକ୍ଷ୍ୟ ହଉଛି ମୋ ଝିଅକୁ ଗୋଟେ ଭଲ ମଣିଷ କରିବି। ସେଥିପାଇଁ ମୁଁ ତା ସହିତ ଗୋଟେ ମୁହୂର୍ତ୍ତ ସମୟ ବିତାଇବାକୁ ବି ମିସ୍ କରେ ନାହିଁ। ଆଜି ଭାବିଲି କି ତା ମୁଣ୍ଡ ଟିକେ କୁଣ୍ଡେଇ ଦେବି, କେମିତି ନା ଦି ଟିକିଆ କରିକି, ଯେମିତି ଆମ ପିଲାଦିନେ ମୋ ମା କି ଆମ ସାଙ୍ଗମାନେ ଯେମିତି କରୁଥିଲେ ନା ପିଲାଦିନେ। ତ ଦି ପଟେ ଦିଟା ଚୁଟି ବାନ୍ଧିକି ସିଂଗ କରିକି, ଆମକୁ କିଏ କୁହନ୍ତି ନଡିଆ ଗଛ, କିଏ କୁହନ୍ତି। ଦେଖିକି କୁହନ୍ତୁ ତ ମୋ ଝିଅ କେମିତି ଦେଖାଯାଉଛି, କମେଣ୍ଟ ସେକ୍ସନରେ ନିଶ୍ଚିତ ରୂପେ ଜଣାଇବେ। ମୋ ଝିଅ ଦି ଟିକେ ଯୋଉ ବାନ୍ଧିଛି କେମିତି ଦେଖାଯାଉଛି। ଆଜି କିଚେନ କୁ ଯାଇଥିଲି କିଛି ଖାଇବା ତା ପାଇଁ ବନେଇକି ଆଣିବା ପାଇଁ। ଦେଖନ୍ତୁ ସେ ବି ମୋ ପଛେ ପଛେ ଗୋଡେଇ ଆସିଛି କି ମୋ ମାମା ମତେ ଛାଡିକି କୁଆଡେ ପଳେଇଲା। ତା ପାଇଁ ଖାଇବାକୁ ନେଇଥିଲି ଭାତ, 2 ଚାମଚ ଡାଲି ଆଉ ଆଳୁ ସିଝା ଗୋଟେ। ଆଉ ବେଶୀ କିଛି ଗୋଡେଇ ଆସିଛି କେମିତି ଦେଖନ୍ତୁ ତ। ଆସିକି ମୋ ଗୋଡ ତଳେ କେମିତି ଧରିଛି। ମୁଁ ମାନେ ମତେ ବି ଟିକେ ଡିଷ୍ଟର୍ବ କରିବାକୁ ପଳେଇ ଆସେ, କି ଭାବେ କି ମୋ ମାମା ମତେ ଛାଡିକି କୁଆଡେ ପଳେଇଲା। ସେତେବେଳେ ଜାଣିନି କଣ ପାଇଁ, ସେତେବେଳେ ମୋ ମାତୃତ୍ୱ କାଇଁ ଜାଗି ଉଠେ। ମୋ ଛୁଆକୁ ଦେଖି ମୋର କାଇଁ ବହୁତ ଭଲ ପାଇବା ତା ପ୍ରତି ବହୁତ ନିଉ ମଦର ଯିଏ ବନେଇଥିବେ ତାଙ୍କ ପାଇଁ ଏ ଫିଲିଙ୍ଗ ଟା ବହୁତ ସ୍ପେଶାଲ। ସେଇମାନେ ହିଁ ଜାଣିପାରିବେ। ଯୋଉମାନେ ନିଉ ମମ ଅଛନ୍ତି ନିଶ୍ଚିନ୍ତ ରୂପେ ମୋ କମେଣ୍ଟ ସେକ୍ସନରେ ଜଣାଇବେ।